ଶାଶୁ ବୋହୂରେ ଯେମିତି ଭଲ ନ ପଡ଼ିଲେ ସେଇଠୁ ଶାଶୁ କହିଲା ରହ ମୋ ପୁଅ ଆସୁଛେ ତୋ ବିଷୟରେ ମୁଁ ସବୁ କହିବି। ବୋହୂ କହିଲା ତମର ପୁଅ ହେଲେ କ'ଣ ହେଲା ବା, ମୋର ପରା ସେ ସ୍ୱାମୀ, ମୁଁ ତାଙ୍କୁ ଯେମିତି ନଚେଇବି ସେ ସେମିତି ନାଚିବେ, ରହିଥା ତମ ପୁଅ ଆସନ୍ତୁ ମୁଁ ତାକୁ କହିବି। ସେଇଠୁ ପୁଅ ଆସି ପହଞ୍ଚିଲା। ସେଇଠୁ ବୋଉ କହିଲା ଦେଖ ପୁଅ ତୋ ସ୍ତ୍ରୀ ମୋତେ ଏଭଳି କଥାବାର୍ତ୍ତା କରୁଛି। ସ୍ତ୍ରୀ କହିଲା ଦେଖ ତମ ବୋଉ ଏମିତି କଥାବାର୍ତ୍ତା କରୁଛନ୍ତି, ୟା କଥାଟା ଫଇସଲା କର। ପୁଅ ଥିଲା କହିଲା ମୁଁ ଏବେ ଅଫିସ ପଳାଉଛି, ଆସିଲା ପରେ ତାପରେ ତମ କଥା ବୁଝାଯିବ ହେଲା। ସମସ୍ତେ ଅପେକ୍ଷା କରି ରହିଲେ। ପୁଅ ଆସି ପହଞ୍ଚିଲା, କହିଲା 10 ମିନିଟ୍ ପରେ ମୋ ରୁମକୁ ଆସ ହେଲା। ତାପରେ 10 ମିନିଟ୍ ପରେ ସେମାନେ ଯେତେବେଳେ ଯାଇ ପହଞ୍ଚିଲେ, ସେ କ'ଣ କରିଛି ନା ଟେବୁଲ ଉପରେ ନେକଲେସ୍ ଗୋଟେ କିଛି ଟଙ୍କା ଥୋଇ ଦେଇଛି। ବୋଉକୁ ଆଉ ସ୍ତ୍ରୀକୁ କହିଲା ଯାହାର ଯାହା ଦରକାର ତମେ ନିଅ। ସ୍ତ୍ରୀ ଥିଲା ହଠାତ୍ କରି ନେକଲେସ୍ଟା ଧରି ପକେଇଲା। ଓଲଟି ସିଏ ବୋଉକୁ କହୁଛି ଶାଶୁକୁ ଯେ ବୋଉ ତମେ ଟଙ୍କା ନଉନ ହେଲା। ବୋଉ ନା ଟଙ୍କା ନେଲା ନା ନେକଲେସ୍ ନେଲା। ସେ କ'ଣ କଲା ନା ପୁଅ କାନ୍ଧରେ ହାତ ପକେଇଦେଲା। ଏଥର ପୁଅ କହିଲା ଦେଖିଲଟି ମୋ ବୋଉର କେବଳ ପୁଅ ଦରକାର, ତାର ନା ଟଙ୍କା ଦରକାର ନା ନେକଲେସ୍ ଦରକାର। ତେଣୁକରି ଯେଉଁମାନେ ବୁଝିପାରୁନାହାନ୍ତି ସେମାନେ କହୁଛନ୍ତି ମାର ଟଙ୍କା ଦରକାର, ପଇସା ଦରକାର, ସବୁ ଦରକାର, ଜାଗା ବାଡ଼ି ଦରକାର, ମାଟା ଭାରି ଲୋଭିଟା, ଅମକଟା ସମକଟା। କିନ୍ତୁ ପ୍ରକୃତରେ ମାର ପୁଅ ଦରକାର, ତାର ଏସବୁ ଜିନିଷ ପ୍ରତି ଲୋଭ ନାହିଁ।